ସେଥିପାଇଁ ତୁ ଜମା ବ୍ୟସ୍ତ ହନା ବୁଝିଲୁ ଭଣଜା ତୁ ସେଥିପାଇଁ ଜମା ବ୍ୟସ୍ତ ହନା କିଏ ଗୋଟିଏ ବେଲି ଭଣଜା ମୋର ଯେତିକି ଧନ ସମ୍ପତ୍ତି ଅଛି ବହିକି ଖାଇଲେ ସରିବନି ଏ ଶଳା ଭିକାରୀ ଦଳ ଯଦି ଆଉ କିଛି ଦିନ ରହିବେ ତାହେଲେ ଶଳା ମୋ ଭଣଜାଟା ରାଜ ରାସ୍ତାରେ ଥାଳି ଧରିବାଟା ଥୋଇ ওই বাবু না বাবু ভণজা ও চন্দ্র ধোত বাকি টিভি ছিল নই বাবু যত করে লেখা নাই যে কোনো শিল্পের নেবি বাজার চরম প্রতিশোধ ভণজা এ ঘর জিল্লামে খবর আছে নাই ବୁଝିଲୁ ଭଣଜା କାନ୍ଧରେ ହାତ ପକେଇ ଛାଲ ଛଡ଼େଇବା ଗୋଟେ ବୁଦ୍ଧିମାନର କାମ ମା ତୋର ସେ ନାତି ଟୋକା ଦିଟାକୁ କୁକୁଡ଼ା ଗୁଡ଼ ଖପରା ପରି ଚାଟି ଲାଗିଛି ଏ ତା ଛଡ଼ା ତୋ ଆଡ଼କୁ ଢାଙ୍କିବନି ରେ ସେ ଝିଅ ଆଡ଼କୁ ଢାଙ୍କିବ ବାବୁ ହଁ ଭଣଜା ତା ମାନେ ମା ପାର୍ବତୀକୁ ଛାଡ଼ିବାକୁ ନାରାଜ ସେଥିପାଇଁ ତୁ ଚିନ୍ତା କରନା ବାପାକୁ ତୋର ଗୋଟିଏ ପ୍ରଶ୍ନ କରି କହିବୁ ତମର ପୁଅ ଦରକାର ନା ଚୋଇଁ ଦରକାର ବାସ୍ ବାକି ଏ ହୁଗୁଳା ଗୋସାଇ ବୁଝିବ ଏ ବାବୁ ଭିଡ଼ ଭାଇ ଆସିଲେଣି ଭିଡ଼ ଭାଇ ଇଏ ହେଲେ ମୋର କି ଭାଗ୍ୟ ଥିଲେ ବରା ବାସ୍ନାରେ ନାକ ଫାଟି ପଡୁ ଭାବିଲି ଏମିତି ବାସ୍ନା ଆସିଲା କୋ ହଁ ଏତେ ଦିନ ପରେ ଜୋଇଁ ପୁଅ ଶ୍ୱଶୁର ଘରକୁ ଆସିଛନ୍ତି ଯେତେବେଳେ ଏ ଯାହା ହେଲେ ଭଲ ମନ୍ଦ ଆଣିଥିବେ ନିଶ୍ଚୟ ଏ ବାବୁ ସେ ପରା ଏଠି ଅନେକ ଦିନ ହେଲା ଭାଡ଼ି ମାରିଛନ୍ତି ବାବୁ ଭିଣୋଇକି କେମିତି କଥାବାର୍ତ୍ତା କହିଲା ତୁ ଜାଣିନୁ ବାବୁ ସେ କଣ ଭେକେନା ପିଲା ଯେ ଏଇ ଶ୍ୱଶୁର ଘରେ ପଡି ରହିବେ ବୁଝିଲୁ ଭଣଜା ତଥାପି 20 ବର୍ଷ ହେଲା ରହିଲେଣି ଯେହେତୁ ଲାଜ ଲାଗିବା କଥା ସେତିକି ତାଙ୍କ ମୁହଁରେ ନାହିଁ ଏଇଟା ବଡ କଥା ସଂଯୋଗ କରି କଥାବାର୍ତ୍ତା କର କହୁଛି ନହେଲେ ଶୁଳେ ଫାଡ଼ି ବେନି କର ବକ୍ଷ ରକ୍ତରେ ଭିଜାଇ ଦେବି ହିମାଳୟ ଦେଶ ହରିଣ କଟାକ୍ଷ କାଟୁଛ ମୋ ବକ୍ଷ ତୁମ ରକ୍ଷା ନାହିଁ ଆଖିରେ ହରିଣ କଟାକ୍ଷ କାଟୁଛ ମୋ ବକ୍ଷ ତୁମ ରକ୍ଷା ନାହିଁ ଆଖିରେ ভাষাভাষী হইয়াছে ছড়া চিরা পুত্র কুমড়াই অনেক লাঞ্ছনা অনল কুঙ্গা বলিয়া চাষিরা পুত্র কুমড়াই অনেক লাঞ্ছনা অনল কুঙ্গা বলিয়া চাষিরা বলিলে নয়ন অন্নরা উৎপন্ন জানিবি সংসার ভীষণী ধারা
कहीं सुमना बुद्धि है कहीं सुमना बुद्धि है जमा तो छिलारी पांचिले তুমি পুরে সন্দেহ চোখ দেউছ মরণর ভয় মরণ সেব আরে আমার অন্যের প্রতিপালিত হই বঞ্চি রহিছ এই দুনিয়া দাণ্ডরে অন্নদাতাকে পদাঘাত করে দুর্ভিক্ষ পূর্ণিমন্ত্র করোনা ভোলানাথ শিব কাই রাগুছ এমিতি ভଣଜା ମୋର ଠିକ କହିଛି କେଉ ତମ ପାଖରେ ପଇସା ନାହିଁ ବାଳ କାଟିବା ଲଙ୍କା ଛେଳି ପରି ଗନ୍ଧଉଛ ବୁଝିଲୁ ଭଣଜା ଏପରି ଅପଛନ୍ୟା ଲୋକ ମୁଁ କୋଉଠି ଦେଖିନି କାଇଁ ଭଗ ଭଗଉଛ ଏ ଭଣଜା ଏ ଭୋଳା କଣ ଏମିତି ହଉଛି ভোলানাথ শিব রথা চেৎকার করোনা ভোলানাথ শিব ভৌরীর বিধবা বেশ দেখিବାକୁ ମୋର ଭାରି ଇଚ୍ଛା ହେଲାଣି ବୋଲି ଅନେକ ମୋ ସହିଥିଲେ କିନ୍ତୁ ଶଙ୍କର ଶୁଣ ଶଙ୍କର ଚାଟି ପିଟି କର ନ କର ଶୁଣ বেশ দেখি হেবি পার্বতী বিধবা বেশ দেখি হেবি মহাদশ ইচ্ছে করো না চৌথর করো ভিখারি এড়ি চিত্তর অন্নদাতা প্রতি দিয়ে নাহি ভিখান্তর করলখিয়া ভিখারি এড়ি চিত্তর অন্নদাতা প্রতি দিয়ে নাহি ভিখান্তর তারপরে পড়ি রহি পিছরে দেখাও ছই তারপরে পড়ি রহি পিছরে দেখাও ছই দেবকুল কুলন্ত কুলন্দর তুলস শ্বশুর ঘরକୁ ଯେବେ ଆସିଥାଏ ଜଇ ଓହୋଇ ଦିନରୁ ଜମା ଅଧିକ ନରହି শ্বশুর ঘরକୁ ଯେବେ ଆସିଥାଏ ଜଇ ଓହୋଇ ଦିନରୁ ଜମା ଅଧିକ ନରହି পরিবার কহিছ শ্বশুর ঘর সঙ্গে ধরি পরিবার কহিছ শ্বশুর ঘর সুবর ভাষা হইল কি কর সুরা শঙ্কর
শ্বশুর হর কুতা আরে কোন কহিল মোর হেউছে দেবকুলর গোটাଏ কলঙ্ক কোন কহিল ତୁ ମୋ ପାର୍ବତୀୟ ବିଧବା ବେଶ ଦେଖିବୁ ତୁ ପୁଣି ହେଉଛୁ ମୋର ହର୍ଣ୍ଣଦଣ୍ଡ ମାରିଦେବି ଚନ୍ଦ୍ରହଜ ଓ ତତେ ମାରିଦେବି গুলা গুলা কড়াইছি আরে জয়ী পুଅ ତ ଚନ୍ଦ୍ରଧ୍ୱଜକୁ ପିଟୁଛନ୍ତି ତୁ କାହିଁ କାନ୍ଦୁଛୁ ଏ ବୁଝିଲ ବିନୋଇ ଭାଇ ତମ ବିଲରେ ଯଦି ପାଣି ଫୁଲ କଲ ଗୁଳା ପଡ଼ୋଶୀ ବିଲକୁ ନିଶ୍ଚୟ ଝରେଇ ତେଣୁ ନିର୍ଦ୍ଦୋଷରେ ଭଣଜାଟା ମୋର ମାଡ଼ ଖାଇବା ଦେଖି ମୋ ଆଖିରେ ଗଲେ ଜୟୀ ପୁଅ କଣାଇଛି ବାବା ଆମ ଚନ୍ଦ୍ରଧ୍ୱଜ କିଛି ଭୁଲ କରିଛି କି ମତେ ମତେ ଏ କଥା ନ ପାରି ଏ ପାପି ଚନ୍ଦ୍ରଧ୍ୱଜକୁ ପଚାରିଲେ ଭଲ ହୁଅନ୍ତା ଚନ୍ଦ୍ରଧ୍ୱଜ ଚନ୍ଦ୍ରଧ୍ୱଜ କଣ ପାଇଁ ଜୟୀ ପୁଅ ତତେ ମାର ମାରୁଥିଲେ ଚନ୍ଦ୍ରଧ୍ୱଜ ତତେ ପଚାରୁଛି ପରା କଣ ପାଇଁ ଜୟୀ ପୁଅ ତତେ ମାର ମାରୁଥିଲେ ଏ କଥା କଣ କି ଭିଣୋଇ ଭାଇ ଆମର ନିଶା ବାଦିଆ ବାଲା ଏ ନିଶା ଫିସା ଖାଆନ୍ତି ଏ ଆଜି ପରା ଆଉ ଅଧିକା ଚାରି ପୁଳା ସୋସାଡ଼ି ଦେଇଛନ୍ତି ତେଣୁ ନିଶାଟା ତାଙ୍କୁ ଜୋରରେ ଏଇ କଥାଟା ମୁଁ ତତେ ପଚାରୁନି ପଚାରୁଛି ଚନ୍ଦ୍ରଧ୍ୱଜକୁ ପଚାରିବା ପର୍ଯ୍ୟନ୍ତ ଚୁପଚାପ ରହୁଛି ଆଗୁ ଏକଦମ ଚୁପ ହଁ ପଚାର ପଚାର ଚନ୍ଦ୍ରଧ୍ୱଜ ଚନ୍ଦ୍ରଧ୍ୱଜ ତତେ ପଚାରୁଛି ମୁଁ ଜୟୀ ପୁଅ କଣ ପାଇଁ ତତେ ମାର ମାରୁଥିଲେ କୁହ ମତେ ଉତ୍ତର ଦେ କଣ ପାଇଁ ଜୟୀ ପୁଅ ତତେ ମାର ମାରୁଥିଲେ ନାଇଁ ମାନେ ପିତା ମୁଁ ଭାଇନା ମାନେ ଥାଉ ତୋର ସେ ନିରୁତ୍ତର ମୁଖ ପ୍ରତି ଛବିରୁ ମୁଁ ସବୁ ବୁଝି ପାରୁଛି ଯା ଆରେ ମୁଁ କହୁଛି ଜୟୀଙ୍କ ପାଦ ଧରି କ୍ଷମା ଭିକ୍ଷମା ପିତା କହୁଛି ଆରେ ପିତା ନାଇଁ ଆରେ ନିର୍বোধ ଧରି ରୁଦ୍ର ପାଦ ଧରି ଯାଅ ଚଳ ଆରେ ନିର୍বোধ ଧରି ରୁଦ୍ର ପାଦ ଧରି ଯାଅ ଚଳ ରାତ୍ରି ଯାହାର ଚରଣ ସୃଷ୍ଟିର କାରଣ ସ୍ୱର୍ଗ ଚାପ ଝୁଜ ସଚି ସେହି ପୟରେ କ୍ଷମା ସେହି ପୟରେ କ୍ଷମା ଶୀଘ୍ର ଭାଙ୍ଗି ନିଅ ପୁଅ ମରବା କରି ନନ୍ଦ କାର୍ଯ୍ୟ ପ୍ରଶାନ୍ତି ଆଣିଛୁ ମୋର କରି ତିରସ୍କାର ହୋଇଗଲୁ ଅବିବେକୀ କାହା କଥାରେ ପଡ଼ି କାହା କଥାରେ ପଡ଼ି ମୋର ସମ୍ବିଧାନ ଗଲୁ ହୁଡ଼ି କାହା ଶୁଖିଲା ବିଷ ନିଜେ କରି ରକ୍ଷା କଲା ଯିଏ ଦୁର୍ନୀତି দেব গণ ছবিলে চরণ স্বয়ং বিষ্ণু পরমেশ্বী বৃথা মত আচরি দুষ্ট বুদ্ধি আচরি সুমনে হইলু পাপাচারি
ଦୁଷ୍ଟ ବୁଦ୍ଧିଆ ଚରି ଚନ୍ଦ୍ରଧ୍ୱଜ ଭଲରେ କହୁଛି ଜୟୀଙ୍କ ପାଦ ଧରି କ୍ଷମା ଭିକ୍ଷା ମାଗ ଯା କହୁଛି ঠিক আছে পিতা ଆଚ୍ଛା ଆପଣଙ୍କ ଆଦେଶ ମାନେ ଓ ଭୋଳାନାଥଙ୍କୁ କ୍ଷମା ପ୍ରାର୍ଥନା ମାଗେ মতে তুমি ক্ষমা କରିଦେବ ଭୋଳାନାଥ ମୁଁ ଆସୁଛି ପିତା ଗଲାବେଳେ ଗୋଟେ ନିଷ୍ପତ୍ତି ଦାୟିତ୍ୱ ଦେଇ ଯାଉଛି ଥରେ ଅନ୍ତର ସହ ଚିନ୍ତା କରି ଦେଖ ଯୋଉ କଥାଟା ତମର ପୁଅ ଦରକାର ନା ଜୟୀ ଦରକାର ଯଦି ଏମାନେ ଘରେ ରହନ୍ତେ ପ୍ରଳୟ କରିଦେବେ ପିତା ପ୍ରଳୟ କରିଦେବେ ଏ କୁକୁର ତୁ କୁଆଡେ ଯାଉଛୁ ଆମ ତୁ ଭଣଜା କୁଆଡେ ଯାଉଛୁ ଭଣଜା ପଛରେ ଯାଉଥିଲି କାହିଁକି ହଁ? କାହିଁକି ମୋ ଭଣଜାକୁ ତମେ ଧିକାର କଲ ସେ ବୋଲିଲା ମୁଁ ଆଉ କାହିଁ ରହିବି ଏଠି ହଁ? ପାବଣୀ ହଁ? ଭଣଜା ବିଷ କି ଜହର ଖାଇ ମରିଯିବ ଏଇ କଥା ନା ତୁମେ ଦୁଇ ଜଣ ମରିଗଲେ ଭଲ ହୁଅନ୍ତା କାରଣ ତୋରି କୁମନ୍ତ୍ରଣରେ ପଡି তো ভণজাটা আজ অমরি সফল উঠি যাইছি অসুবিধা কଣ ହେଲା কেবল তোরি চক্রান্তরে আজি মো ঝিও জয়ী যেতিকি দিন হিমালୟରେ ରହିବୁ ମୋ ଜୟୀର ଚାକର ହୋଇ ରହିବୁ ଆଉ ଯଦି କିଛି ବ୍ୟତିକ୍ରମ ଘଟାଉ ଚିହ୍ନିବୁ ମୁଁ କିଏ রাজা হইব বন্ত মু কুকুর বুঝিল জয় পুয় বেনি জন্য সম্বন্ধসা মু বুলা কুকুর হেলে তমে হেল পোষা কুকুর তমে মালিক কোଳରେ শোইব ଆଉ ତାଙ୍କ ଝିଅକୁ ଖାଲି ଘର ଭଙ୍ଗା ଟାଉଟା ମାମୁ ଶ୍ୱଶୁରର ନାଁ ଧରି ଡାକୁଛ ଚଳିବ ଚଳିବ ଆଚ୍ଛା ଜୟ ପୁଅ ସମସ୍ତେ କହନ୍ତି ତମ ଲିଙ୍ଗ ପୂଜା କଲେ ଏ ଭବ ଜଳରୁ ସମସ୍ତେ ଉଦ୍ଧାର ହୁଅନ୍ତି আচ্ছা তোমার লিঙ্গটা কোন সোলেরে তৈরি কাই দেখাইল মাইল না কুকু ହଁ ମାରିଲି তথাপি চলিব মার কিছু দুঃখ নাই আচ্ছা জয় পুয় এ তোমার যদি অভাব অনাটন লাগি রহিছি তবে মোর গোটিয়ে বলি ভাণেজিকি বাহা হউথল কাহিঁকি নালে বাহা হউথল কাহিঁকি এ কথারে নাই কুকুর ভুকিলা দাণ্ডরে ভাণেজিকি মোর বাহা হেল কিয়া বল নাই তম বাবা বল নাই তম বাহু ଘର ଭଙ୍ଗା ଟାଉଟା ମାରିଦେବି ସମସ୍ତଙ୍କୁ ଗୋଟି ଗୋଟି କରି ମାରିଦେବି মাধ্যম ଆଉ ଯଦି ଏଭଳି କେବେ ଅସଭ୍ୟ ଭାଷା ପ୍ରୟୋଗ କରୁ ତାହେଲେ ତୋର ଜୀବଟାକୁ ବାଡ଼ି ଫିଙ୍ଗାଡ଼ି ଦେଇ ସେଇ ହିମାଳୟ ଦେଶେ ସର୍ପ ପରି ମନେ ଥାଏ ଯେପରି ମୁଁ ହେଉଛି ସଂହାର କର୍ତ୍ତା ଦେବ ଦେବ ମହାଦେବ ମୃତ୍ୟୁଞ୍ଜୟ ଶଙ୍କର
କହିଲା ମୁଁ ଭୋଳାନାଥ ଶିବ। ହେ ବାପା ମୋ ନାଁଟା ହେଲା ହୁଗୁଳା ଗୋସାଇ। ମୁଁ ହୁଗୁଳା ଜିନିଷକୁ ଟାଇଟ୍ କରେ ଆଉ ଟାଇଟ୍ ଜିନିଷକୁ ହୁଗୁଳା ଆଉ ତମର ଯୋଉଠି ତେଲ ଦରକାର ମୁଁ ସେଇଠି ଛେପ ମାରି କାମ ଚଳେଇ ଦିଏ। ରହସ୍ୟ ଜଟିଆ ମୁଁ ଦେଖିବି ତୁ କୁଆଡେ ଯିବୁ। ମୁଁ ଯୋଗ ହେଇ ଲାଗିଲି ତୋରି ପଛରେ ଅଖା ଧୋଇବୁ ଗୁଣ ଗାଇବୁ।